ସମସ୍ତଙ୍କୁ ନମସ୍କାର। ଇଞ୍ଜିନିୟରିଂ ଡ୍ରଇଂ ଉପରେ ଆମର ନୂତନ ଅନଲାଇନ୍ ସାର୍ଟିଫିକେସନ୍ ପାଠ୍ୟକ୍ରମକୁ ସ୍ୱାଗତ। ମେକାନିକାଲ ଇଞ୍ଜିନିୟରିଂ ଆଇଆଇଟି ଖଡଗପୁରରୁ ମୁଁ ରାଜାରାମ। ଆମେ ମଡ୍ୟୁଲ ନମ୍ବର 2 ରେ ଅଛି କୋନିକ୍ ବିଭାଗରେ ଲେକ୍ଚର 12। କେବଳ ପୁନଃ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଯଦି ଆମର ଏକ ରାଇଟ୍ ସର୍କୁଲାର କୋନ୍ ଅଛି ଏକ ହରାଇଜଣ୍ଟାଲ ସ୍ଲାଇସ୍ ନେଇ ଆମେ ସର୍କଲ ଏକ ଇନକ୍ଲାଇନ୍ଡ ସ୍ଲାଇସ୍ ଏଲିପ୍ସ ପାଇବୁ ଯଦି ଏହି ବିଭାଗଟି ଉଭୟ ସ୍ଲାଣ୍ଟକୁ କଟ୍ କରାଯାଉଛି। ଯଦି ଆମେ ନେଉଥିବା ଏକ ସମାନ୍ତରାଳ ସ୍ଲାଣ୍ଟ କଟ୍ ସେକ୍ସନ ଏହା ଏକ ହାଇପରବୋଲା ନିର୍ମାଣ କରେ ଏବଂ ଅନ୍ୟ କୌଣସି ବିଭାଗ ଏହା ହାଇପରବୋଲା ତିଆରି କରେ। ଆଜିର ଲେକ୍ଚରରେ ଆମେ କିପରି ଏକ ଏଲିପ୍ସ ଜିଓମେଟ୍ରିକାଲ ଉପାୟ ଗଠନ କରିବା ଦେଖିବା। ସିଦ୍ଧାନ୍ତରେ ଚାରୋଟି ମେଥଡ ଉପଲବ୍ଧ। ଫୋକସ୍ ଡିରେକ୍ଟ୍ରିକ୍ସ ମେଥଡ, ଦ୍ୱିତୀୟଟି ହେଉଛି ଏକାଗ୍ର ଓବଲଙ୍ଗ ମେଥଡ, ତୃତୀୟଟି ହେଉଛି କନସେଣ୍ଟ୍ରିକ ସର୍କଲ ମେଥଡ ଏବଂ ଚତୁର୍ଥଟି ହେଉଛି ସର୍କଲ ମେଥଡର ଆର୍କ। ପ୍ରଥମ ମେଥଡ ଫୋକସ୍ ଏବଂ ଡାଇରେକ୍ଟ୍ରିକ୍ସ ମେଥଡ ପାଇଁ ଡାଇରେକ୍ଟ୍ରିକ୍ସ ଇସେଣ୍ଟ୍ରିସିଟି ଏବଂ ଫୋକସ୍ ବିଷୟରେ ଆମର ଏକ ସଂଜ୍ଞା ଅଛି। ଚାଲନ୍ତୁ ଏଠାରେ ଏହି ଟର୍ମିନୋଲୋଜି ଦେଖିବା। ଉଦାହରଣ ସ୍ୱରୂପ ଆସନ୍ତୁ ଏକ ଏଲିପ୍ସ ନେବା। ଏହି ଏଲିପ୍ସରେ ଏକ ଫୋକାଲ ପଏଣ୍ଟ ଅଛି ଯାହାକୁ ଆମେ ଫୋକସ୍ ବୋଲି କହୁଛୁ। ସାଧାରଣତଃ ଏଲିପ୍ସ ପାଇଁ ସର୍ବଦା ଦୁଇଟି ଫସି ଥାଏ। ଉଦାହରଣ ସ୍ୱରୂପ ଏଠାରେ ଏକ ଫସି ମଧ୍ୟରୁ ଗୋଟିଏ ଦ୍ୱିତୀୟ ଫସି ସେଠାରେ ଥାଇପାରେ। ପ୍ରଥମ ସରଳ ମାମଲା ଆମେ କେବଳ ଗୋଟିଏ ଫସି ଦେଖାଉଛୁ ଏବଂ ଏକ ରେଖା ଅଛି ଯାହାକୁ ଆମେ ଡାଇରେକ୍ଟ୍ରିକ୍ସ ଲାଇନ୍ ବୋଲି କହିଥାଉ। ଏହି ଡାଇରେକ୍ଟ୍ରିକ୍ସ ଲାଇନ୍ ବିଷୟରେ ଗୋଟିଏ ଏଲିପ୍ସ ପାରାବୋଲା କିମ୍ବା ହାଇପରବୋଲା ନିର୍ମାଣ ପାଇଁ ଏକ ଅଂଶରେ ରହିବ। ସାଧାରଣତଃ ଯେକୌଣସି କର୍ଭ ପାଇଁ ଏହା ଏଲିପ୍ସ ପାରାବୋଲା ହେଉ କିମ୍ବା ଡାଇରେକ୍ଟ୍ରିକ୍ସ ଫୋକସ୍ ଠାରୁ କର୍ଭ ଉପରେ ଏକ ପଏଣ୍ଟ ପର୍ଯ୍ୟନ୍ତ ଏହା ଏହି ପଏଣ୍ଟ ହୋଇପାରେ କିମ୍ବା ଏହି ପଏଣ୍ଟଟି ଗୋଟିଏ ପଏଣ୍ଟ ହୋଇପାରେ। ସେହି ପଏଣ୍ଟକୁ ଫୋକସ୍ରେ ଦୂରତା କ'ଣ ଏବଂ ସେହି ପଏଣ୍ଟରୁ ଡାଇରେକ୍ଟ୍ରିକ୍ସ ପର୍ଯ୍ୟନ୍ତ ଦୂରତା କ'ଣ? ଏହି ଅନୁପାତ ଏକ ଅନନ୍ୟ ଜିନିଷ ତିଆରି କରେ। ଏହି ଅନୁପାତ ଉପରେ କର୍ଭର ପଏଣ୍ଟକୁ ଏବଂ କର୍ଭର ପଏଣ୍ଟକୁ ଡାଇରେକ୍ଟ୍ରିକ୍ସ ହରାଇଜଣ୍ଟାଲ ଥିଙ୍ଗ ଉପରେ ଫୋକସ୍ କରି ଯଦି ଏହା ଏକ ନିର୍ଦ୍ଦିଷ୍ଟ ୟୁନିଟକୁ ଉଦାହରଣ ସ୍ୱରୂପ ଗୋଟିଏରୁ କମ୍ କରେ ତେବେ ଆମେ ଏକ ପ୍ରକାରର କର୍ଭ ପାଇଥାଉ। ଯଦି ଏହା ଗୋଟିଏ ସହିତ ସମାନ ତେବେ ଆମେ ଏକ ପ୍ରକାରର କର୍ଭ ପାଇଥାଉ। ଯଦି ଏହା ଗୋଟିଏରୁ ଅଧିକ ହୁଏ ତେବେ ଆମେ ଅନ୍ୟ ପ୍ରକାରର କର୍ଭ ପାଇଥାଉ। ଏବଂ ସେହି ଅନୁପାତ ଯାହାକୁ ଆମେ ଜିଓମେଟ୍ରିକ ଇସେଣ୍ଟ୍ରିସିଟି ବୋଲି କହିଥାଉ। ତେଣୁ ସେହି ଫୋକସ୍ ଠାରୁ ସେହି ପଏଣ୍ଟର ଦୂରତା ଭାବରେ ଇସେଣ୍ଟ୍ରିସିଟି କୁ ବ୍ୟାଖ୍ୟା କରାଯାଇଛି। ଉଦାହରଣ ସ୍ୱରୂପ ଯଦି ଏହା ଏକ ଏଲିପ୍ସ ଅଟେ ତେବେ ଏହି ପଏଣ୍ଟ ସୂଚିତ କରନ୍ତୁ। ଯଦି ଏହା ଏହି ପଏଣ୍ଟରୁ ସେହି ପଏଣ୍ଟ ପର୍ଯ୍ୟନ୍ତ ଏକ ପାରାବୋଲା ଅଟେ ସେହି ପଏଣ୍ଟ ପାଇଁ ଡାଇରେକ୍ଟ୍ରିକ୍ସ ଠାରୁ ଦୂରତା ଉପରେ ଫୋକସ୍ ଦେବା ପାଇଁ ସେହି ପଏଣ୍ଟର ଦୂରତା। ତେଣୁ ଯଦି ଏହା ହେଉଛି ଡାଇରେକ୍ଟ୍ରିକ୍ସ ଭର୍ଟିକାଲ ଡିରେକ୍ସନ ସେହିଠାରୁ ସେହି ନିର୍ଦ୍ଦିଷ୍ଟ ପଏଣ୍ଟକୁ ଯାହାକୁ ଆମେ ଏହି ଡିନୋମିନେଟର ବୋଲି କହୁଛୁ ତାହା ଏକ ସ୍ୱତନ୍ତ୍ର ଇସେଣ୍ଟ୍ରିସିଟି ସୃଷ୍ଟି କରେ। ଫୋକସ୍ ଡିରେକ୍ଟ୍ରିକ୍ସ ମେଥଡ ବ୍ୟବହାର କରି ଏକ ଏଲିପ୍ସ କିମ୍ବା ପାରାବୋଲା କିମ୍ବା ହାଇପରବୋଲା ନିର୍ମାଣ କରିବା ପାଇଁ ଏହି ଇସେଣ୍ଟ୍ରିସିଟି ଏବଂ ଡାଇରେକ୍ଟ୍ରିକ୍ସ ହେଉଛି ମୁଖ୍ୟ ଜିନିଷ। ଯଦି ଇସେଣ୍ଟ୍ରିସିଟି ଏକରୁ କମ୍ ଆମେ ଏକ ଏଲିପ୍ସ ପାଇଥାଉ। ଯଦି ଏହା ଗୋଟିଏ ସହିତ ସମାନ ଆମେ ଏକ ପାରାବୋଲା ପାଇଥାଉ। ଏହାର ଅର୍ଥ ହେଉଛି ଏହି ପାରାବୋଲା ଉପରେ ଫୋକସ୍ ଠାରୁ ପଏଣ୍ଟ ଏବଂ ଏହି ପଏଣ୍ଟରୁ ଏହି ଡାଇରେକ୍ଟ୍ରିକ୍ସ ପର୍ଯ୍ୟନ୍ତ ଦୂରତା ସେଗୁଡ଼ିକ ଗୋଟିଏ ଶେଷ କାରଣ ଅନୁପାତ ଏକ ଏହିପରି କର୍ଭ ଯାହାକୁ ଆମେ ପାରାବୋଲା ବୋଲି କହିଥାଉ। ଯଦି ସେହି ଇସେଣ୍ଟ୍ରିସିଟି ଏକରୁ ଅଧିକ ଆମେ ପାଇବୁ ଏକ ହାଇପରବୋଲା।
ସର୍ବପ୍ରଥମେ ଆସନ୍ତୁ ଏହି ଫୋକସ୍ ଡିରେକ୍ଟ୍ରିକ୍ସ ମେଥଡ ଉପରେ ଧ୍ୟାନ ଦେବା। ଏହି କ୍ଷେତ୍ରରେ ଡାଇରେକ୍ଟ୍ରିକ୍ସରୁ ଫୋକସ୍ର ଦୂରତା ଡାଇରେକ୍ଟ୍ରିକ୍ସ ଠାରୁ ଫୋକସ୍ର ଦୂରତା ଦିଆଯିବ। ଆମେ ଦେଖିଲୁ ଏହା ହେଉଛି ଡାଇରେକ୍ଟ୍ରିକ୍ସ ଏବଂ ବୋଧହୁଏ ଏଠାରୁ ଯଦି କିଛି ଆର୍ବିଟ୍ରାରି କର୍ଭ ଏହି ପଏଣ୍ଟ ଦେଇ ଯାଉଛି ତେବେ ଦୂରତା କ'ଣ? ଏହି ଦୂରତା ଦିଆଯାଇଛି। ମୁଁ ଦୁଃଖିତ, ଏହା କର୍ଭ ଉପରେ ପଏଣ୍ଟ ନୁହେଁ, କିନ୍ତୁ ଏହା ଫୋକସ୍ରୁ ଆସିଛି, ତେଣୁ ଏକ ଡାଇରେକ୍ଟ୍ରିକ୍ସ ଏବଂ ବୋଧହୁଏ ଏକ ଆର୍ବିଟ୍ରାରି କର୍ଭ। ଏହାର ଏକ ଫୋକସ୍ ଅଛି, ତେଣୁ ଦୂରତା ଡାଇରେକ୍ଟ୍ରିକ୍ସରୁ ଦିଆଯିବ ଫୋକସ୍କୁ ଏବଂ ଏହା ଏକ ପ୍ରକାରଠାରୁ କମ୍ କି ପ୍ରକାରର ଇସେଣ୍ଟ୍ରିସିଟି ଗୋଟିଏ ଠାରୁ ଅଧିକ ଦିଆଯିବ। ଯଦି ତାହା ହୁଏ ତେବେ ଏହି ଆର୍ବିଟ୍ରାରି କର୍ଭ ନିର୍ମାଣ କରନ୍ତୁ। ଉଦାହରଣ ସ୍ୱରୂପ ଏଠାରେ ଏକ ଏଲିପ୍ସର ଏକ ଇସେଣ୍ଟ୍ରିସିଟି 0.75 ଅଛି। ଯେକୌଣସି ଇସେଣ୍ଟ୍ରିସିଟି ଗୋଟିଏରୁ କମ୍ ଆମେ ଏହି ଏଲିପ୍ସ ପାଇବୁ ଏବଂ ଡାଇରେକ୍ଟ୍ରିକ୍ସରୁ ଫୋକସ୍ର ଦୂରତା 70 ମିଲିମିଟର। ଯଦି ତାହା ହୁଏ, ଏକ ଏଲିପ୍ସ ନିର୍ମାଣ କରନ୍ତୁ। ତେଣୁ ଏହି ଡାଇରେକ୍ଟ୍ରିକ୍ସ ଫୋକସ୍ ମେଥଡକୁ ବ୍ୟବହାର କରି ସର୍ବପ୍ରଥମେ ଆମେ ଏହି ଡାଇରେକ୍ଟ୍ରିକ୍ସ ଡ୍ରଇଂ କରିବା। ତାପରେ ଆମେ ଡାଇରେକ୍ଟ୍ରିକ୍ସରୁ ସେହି ଫୋକାଲ ପଏଣ୍ଟ ପର୍ଯ୍ୟନ୍ତ ରେଖା ସି ଭଳି କିଛି ନିର୍ମାଣ କରିବାକୁ ଯାଉଛୁ। ଆମେ ଏହାକୁ 70 ମିଲିମିଟର ପରି ଖୋଜିବୁ। ଜିଓମେଟ୍ରିକ୍ ନିର୍ମାଣ କର। ତାପରେ ଟ୍ୟାନଜେଣ୍ଟ ରେଖା ଏବଂ ହରାଇଜଣ୍ଟାଲ ରେଖା ଭୂସମାନ୍ତର ରେଖାକୁ ଡ୍ର କର। ଇଣ୍ଟରସେକ୍ଟିଂ ପଏଣ୍ଟ ଗଠନ କରନ୍ତୁ। ତାପରେ ଏଲିପ୍ସ ପରି ଏହି ଫାଙ୍କ ପୂରଣ କରିବାକୁ ଆପଣଙ୍କର ପଦ୍ଧତିକୁ ଅନୁସରଣ କରନ୍ତୁ। ଆମେ ସେହି ପର୍ଯ୍ୟାୟକୁ ଦେଖିବା। ଅନୁସରଣ କରିବାକୁ ଥିବା ପଦକ୍ଷେପଗୁଡ଼ିକ। ତେଣୁ ଡାହାଣ ପାର୍ଶ୍ୱରେ ମୁଁ ସମ୍ପୂର୍ଣ୍ଣ ପିକ୍ଚର ଦେଖାଉଛି। କେବଳ ଆମକୁ ଅନୁସରଣ କରିବାକୁ ପଡୁଥିବା ପଏଣ୍ଟଗୁଡ଼ିକୁ ସୂଚାଇବା ପାଇଁ ବାମ ପାର୍ଶ୍ୱରେ ଆମେ ଷ୍ଟେପ୍ ଦେଖାଇବୁ। ପ୍ରଥମଟି ହେଉଛି ଡାଇରେକ୍ଟ୍ରିକ୍ସ ଡ୍ର କରନ୍ତୁ এবি। ତେଣୁ ଏହାର ଅର୍ଥ ହେଉଛି ସର୍ବପ୍ରଥମେ ଏକ ଭର୍ଟିକାଲ ଡିରେକ୍ସନ ଯାହାକୁ ଆମେ ଚିତ୍ର ଡ୍ର କରିବାକୁ ଯାଉଛୁ। ଏହାର ନାମ ଏ ଏବଂ ବି ଏବଂ ଆକ୍ସିସ୍ ସି ମଧ୍ୟ ସି ବିନ୍ଦୁରେ ଏକ ରେଖା ଡ୍ର କର। ଏହାକୁ ସି ନାମ ଦିଅ। ଥରେ ଏହା ହୋଇଗଲେ ସି ଉପରେ ଏ ପଏଣ୍ଟ ଏଫ ଚିହ୍ନିତ କର। ତେଣୁ ଆମେ এবি ଏବଂ ସି ନିର୍ମାଣ କରିସାରିଛୁ। ତେଣୁ ଏକ ଫୋକସ୍ ଏଫ ଖୋଜ। ପୁନର୍ବାର ଭି ଆମେ କାଗଜରେ ଆମେ ଏହି ପଏଣ୍ଟ ଏଫ ନିର୍ମାଣ କରିବା। ତେଣୁ ଏହାକୁ ଏଫ ଭାବରେ ନାମ ଦିଅ, ଯାହା 70 ମିଲିମିଟର ହେବ। ଥରେ ଏହା ହୋଇଗଲେ ସିଏଫ୍ କୁ ବିଭକ୍ତ କର। ତେଣୁ ସି ପଏଣ୍ଟକୁ ଆମେ ଆଗରୁ ଜାଣୁ ଏବଂ ଏଫ୍ ପଏଣ୍ଟ ମଧ୍ୟ ଆମେ ଜାଣୁ। ଏହି ସି କୁ ଏଫ୍ ଦୂରତାକୁ 3+4 7 ସମାନ 5 3ଟି ପ୍ଲସ୍ 4ଟି ଇସେଣ୍ଟ୍ରିସିଟି ହେତୁ ଆସେ। ତେଣୁ ବକ୍ର ଉପରେ ଯେକୌଣସି କର୍ଭକୁ ଫୋକାଲ ପଏଣ୍ଟ କରନ୍ତୁ, କାରଣ ଯଦି ଏହି ବକ୍ରତା ଏହି ପଏଣ୍ଟ ବି ଦେଇ ଏଠାରେ କୌଣସି ସ୍ଥାନରେ ପାସ କର, ଫୋକାଲ ପଏଣ୍ଟ ଭିରୁ ଏଫ 3 ୟୁନିଟ୍ ହେବ ଏବଂ ସି ରୁ ଭି 7 ୟୁନିଟ୍ କିମ୍ବା 4 ୟୁନିଟ୍ ହେବ। ତେଣୁ ଟୋଟାଲ ଡିଷ୍ଟାନ୍ସ ସି ରୁ ଏଫ 7 ଭାଗ ହେବ। ତେଣୁ 3 ରୁ 4 ୟୁନିଟ୍ ଆମେ ନିର୍ମାଣ କରିବାକୁ ଯାଉଛୁ। ତେଣୁ ସମ୍ପୂର୍ଣ୍ଣ ସି ଏଫ୍କୁ 7ଟି ସମାନ ଭାଗରେ ବିଭକ୍ତ କର। 7 ଭାଗକୁ ଆମକୁ ଭାଗ କରିବାକୁ ପଡ଼ିବ ଏବଂ ଥରେ ଆମେ ଏହାକୁ 7 ଭାଗରେ ବିଭକ୍ତ କରିବା ପରେ ସେଣ୍ଟର ସି ରୁ ଚତୁର୍ଥ ଡିଭିଜନରେ ଭି ଚିହ୍ନିତ କର। ତେଣୁ ଭି 4 ୟୁନିଟ୍ ଦୂରତା ହେବ, ଯାହାଦ୍ୱାରା ଇସେଣ୍ଟ୍ରିସିଟି ଚତୁର୍ଥ ହେବ। ଏହାପରେ
ଭି ଡ୍ରରେ ସିଧା ଭି ବି ଭି ଏଥ ସହିତ ସମାନ। ତେଣୁ ଆମେ ପୂର୍ବରୁ କର୍ଭ ଉପରେ ପଏଣ୍ଟ ଭି ସ୍ଥିର କରିସାରିଛୁ। ତେଣୁ ସେଠାରେ ଆପଣଙ୍କର ମିନି ଡ୍ରାଫ୍ଟର ବ୍ୟବହାର କରି ଏକ ପରପେଣ୍ଡିକୁଲାର ଲାଇନ୍ ଡ୍ର କରନ୍ତୁ। ଏହା ହେଉଛି ଏକ। ତେଣୁ ଏହି ବିନ୍ଦୁ ହେଉଛି ଭି କୌଣସି ସ୍ଥାନରେ ବି, ଯେପରିକି ଭି ବି ଭି ଏଫ ସହିତ ସମାନ। ତେଣୁ ଭି ଆମେ ଜାଣୁ, ଏଫ ଆମେ ଜାଣୁ। ସେହି ପରପେଣ୍ଡିକୁଲାର ଲାଇନ୍ ଉପରେ ଏହି ଦୂରତା ଭି ଏଫ କଣ? ସମାନ ଦୂରତା ଏହାକୁ ଘୁଞ୍ଚାଏ। ଏହାକୁ ନାମ ଭାବରେ ନାମ କର ବି। ତାପରେ ଯୋଗ ଦିଅନ୍ତୁ ବି ପଏଣ୍ଟ ସମ୍ପୂର୍ଣ୍ଣ ରୂପରେ ସି ପଏଣ୍ଟକୁ। ତେଣୁ ଥରେ ଆମେ ସେହି ପଏଣ୍ଟ ଚିହ୍ନଟ କରିବା ପରେ ଏଥିରେ ଯୋଗ ଦିଅନ୍ତୁ ଆମ ପାଖରେ ଏହି ଏଫ ପଏଣ୍ଟ ଫୋକସ୍ ଅଛି। 45 ଡିଗ୍ରୀରେ ଏକ ରେଖା ଅଙ୍କନ କର। ତେଣୁ ଏଫ ପଏଣ୍ଟ ମାଧ୍ୟମରେ ସିବିକୁ ଭେଟିବା ପାଇଁ 45 ଡିଗ୍ରୀରେ ଏକ ରେଖା ଡ୍ର କର। ତେଣୁ ଆମେ ପୂର୍ବରୁ ସି ପଏଣ୍ଟ ଏବଂ ବି ପଏଣ୍ଟକୁ ଲକ୍ଷ୍ୟ କରିସାରିଛୁ। ଏହାକୁ ଆମେ ବିସ୍ତାର କରିଛୁ। ତାପରେ ଏଫରୁ 45 ଡିଗ୍ରୀ ରେଖା ଆମକୁ ଏହାକୁ ନିର୍ମାଣ କରିବାକୁ ପଡ଼ିବ। ଟ୍ୟାନଜେଣ୍ଟ ଭେଟିବା ପାଇଁ ସମସ୍ତ ରାସ୍ତାକୁ ବିସ୍ତାର କରେ। ତେଣୁ ଏହି କୋଣ 45 ଡିଗ୍ରୀ ଅଟେ, ଯାହା ଫଳରେ ଆମର ଏକ ଇଣ୍ଟରସେକ୍ସନ ପଏଣ୍ଟ ଅଛି। ଆସନ୍ତୁ ସେହି ବିନ୍ଦୁକୁ ଡି ଭାବରେ ଡାକିବା। ଡି ଥରେ ଆମେ ଚିହ୍ନଟ କରିସାରିବା ପରେ ଡି ମାଧ୍ୟମରେ ପରପେଣ୍ଡିକୁଲାର ରେଖା ଡ୍ର କର ସି ଉପରେ ଡିଭି। ତେଣୁ ଏହା ହେଉଛି ଇଣ୍ଟରସେକ୍ସନ ପଏଣ୍ଟ। ତେଣୁ ଆପଣଙ୍କର ମିନି ଡ୍ରାଫ୍ଟର ବ୍ୟବହାର କରନ୍ତୁ। ଏକ ଭର୍ଟିକାଲ ଡିରେକ୍ସନ ପରପେଣ୍ଡିକୁଲାର ଡି ନିର୍ମାଣ କରନ୍ତୁ, ଯାହା ଏହାର ନାମ ଭି। ଗୋଟିଏ ପାର୍ଶ୍ୱରେ ଆମର ଭି, ଅନ୍ୟ ପାର୍ଶ୍ୱରେ ଆମର ଭି ଅଛି। ତେଣୁ ସିସି ରେ ଡିଭି। ସିସି ହେଉଛି ଏହି ରେଖା। ଡିଭି ରେଖା ହେଉଛି। ତେଣୁ ଆମେ ଭିକୁ ଚିହ୍ନଟ କରିଛୁ। ବର୍ତ୍ତମାନ ଆମକୁ ଭିଭିର ମିଡ୍‌ପଏଣ୍ଟରେ ଚିହ୍ନିତ କରିବାକୁ ପଡ଼ିବ। ତେଣୁ ଭି ହେଉଛି ଏକ ଏକ୍ସଟ୍ରିମ୍ ଶେଷ। ଏହି ଏଲିପ୍ସ ପାଇଁ ଅନ୍ୟ ଏକ୍ସଟ୍ରିମ୍ ଶେଷ ହେଉଛି ଭିଭି। ଆମେ ଜାଣୁ ପରପେଣ୍ଡିକୁଲାର ବାଇସେକ୍ଟର ଏହାକୁ କିପରି ଡ୍ର କରିବେ। ତେଣୁ ଭିଭି ବ୍ୟବହାର କରି ଆର୍କ ବ୍ୟବହାର କରନ୍ତୁ, ନିର୍ମାଣ କରନ୍ତୁ, ତାପରେ ଏହାକୁ ଡ୍ରପ୍ କରନ୍ତୁ। ଯାହାଦ୍ୱାରା ପରପେଣ୍ଡିକୁଲାର ବାଇସେକ୍ଟର ଓ ଆମେ ଜାଣିବା ପାଇଁ ଏକ ଅଂଶରେ ରହିବୁ। ତାପରେ ଭିଭିରେ କିଛି ପଏଣ୍ଟ 1, 2, 3 ଚିହ୍ନିତ କରନ୍ତୁ। ତେଣୁ ଏଗୁଡ଼ିକ ବିଭିନ୍ନ ପ୍ରକାରର ଦୈର୍ଘ୍ୟରେ ହୋଇପାରେ। ଆମେ ଏହି ସିଭି ଏବଂ ଭିଏଫ ପାଇଁ ଡିଭିଜନ କରିସାରିଛୁ। ତେଣୁ ଆମେ ସିଭି ଏବଂ ଭିଏଫ ପରି କିଛି ଡିଭିଜନ କରିଛୁ। ତେଣୁ ଗୋଟିଏ, 2, 3ଟି ପଏଣ୍ଟ ଆମେ ଜାଣୁ। ସେହିଭଳି ସେହି ଭିବି ରେଖାରେ ଅନ୍ୟ କିଛି ପଏଣ୍ଟ ଖୋଜ। ଏଠାରେ 4ଟି, କୌଣସି ସ୍ଥାନରେ 5, କୌଣସି ସ୍ଥାନରେ ଏଠାରେ 6 ଏବଂ 7। ତେଣୁ ଏଗୁଡ଼ିକ ଆର୍ବିଟ୍ରାରି ପଏଣ୍ଟ। ଥରେ ଜାଣିବା ପରେ ଆମେ ଯାହା କରିପାରିବା ତାହା ହେଉଛି ସିଡି ମିଟିଂ ମାଧ୍ୟମରେ ପରପେଣ୍ଡିକୁଲାର ଡ୍ର କରିବା। ତେଣୁ ସିଡି ରେଖା ଆମେ ଆଗରୁ ଜାଣିଛୁ, ଏହା ହେଉଛି ସି ରେଖା ଏବଂ ସି ପଏଣ୍ଟ ଏବଂ ଡି ପଏଣ୍ଟ ଆମେ ପୂର୍ବରୁ ସି ଡି ଲାଇନ ଜାଣିଛେ। ତେଣୁ ଏହି ଗୋଟିଏ ପଏଣ୍ଟ, 2ଟି ପଏଣ୍ଟ, 3ଟି ପଏଣ୍ଟ, 4, 5, 6 ଇତ୍ୟାଦି ପରପେଣ୍ଡିକୁଲାର ଡ୍ର କରନ୍ତୁ, ଯାହାଦ୍ୱାରା ସେମାନେ ଇଣ୍ଟରସେକ୍ଟ ହୋଇଯିବେ। ପ୍ରଥମରେ କର୍ଭଗୁଡ଼ିକ ଗୋଟିଏ, 2, 3ଟି ଇତ୍ୟାଦି ସମାନ ଭାବରେ ଓ ମାଧ୍ୟମରେ ଗୋଟିଏ ପରପେଣ୍ଡିକୁଲାର ଲାଇନ୍ ଡ୍ର କରନ୍ତୁ, ଯାହାଦ୍ୱାରା ଆମେ ଜାଣିବା ବର୍ତ୍ତମାନ ଏଫ ସହିତ ସେଣ୍ଟର ସହିତ। ତେଣୁ ଦେଖନ୍ତୁ ଏଫ ଭଳି ସେଣ୍ଟର ଏବଂ ବ୍ୟାଡ୍ୟୁସ୍ ଦୁଇଟି
एफ भली सेंटर एवं एफ सहित सेंटर एवं रेडियस गोटिए सहित आसे तेणु एफ पॉइंट आमे आगरु जानिछे एही परपेंडिकुलाररु जेउठारे एहा इंटरसेक्ट हेबाकु जाउछि सीडी एहा हेउछि एक पॉइंट एवं एहा गोटिए तेणु गोटिए रु गोटिए जहाकी रेडियस एफ रु सेही दैर्घ्यकु बाछि थाए सेंटर भाबरे परपेंडिकुलार उपरे दुईटी आर्क कट तेणु परपेंडिकुलार लाइन आमे गोटिए जानिछे तेणु पॉइंट एफ कु केउठारे एवं एठारे कोनोसी स्थानरे खोजिबाकु एही सेंटर रु एक आर्क तियारी कर तेणु दूरताकु जेकोनोसी दूरताकु सेंटर भाबरे व्यवहार करंतु एहाकु कट करंतु जेउठारे एहा एही परपेंडिकुलार लाइन कु इंटरसेक्ट करिबाकु जाउछि सेही पी कु गोटिए पॉइंट भाबरे चिह्नित करंतु समान भाबरे अन्य पॉइंट गुडी कु पी गोटिए भाबरे चिह्नित करंतु तेणु थरे आमे जानिबा एगुडीक हेउछि गोटिए एवं पी गोटिए पॉइंट जाहा माध्यमरे एलिप्स पास होई सारिछि आमे फोकस एफ पी गोटिए पी कु जानिछु सेही कर्भरे जोग दियो जहा फलरे एक एलिप्स एहाकु निर्माण करिबा आरंभ करे समान भाबरे आमे कोन करि परिबा एफ सहित सेंटर एवं रेडियस दुईटी सहित तेणु थरे आमे निर्माण करिबा एफ ठारु दूरता पर्यंत एक आर्क कट करिबा जहा द्वारा पी रु पॉइंट पी रु आर्क निर्माण पई एक अंशरे रहिबो समान भाबरे एफरु तीनोटी एक आर्क तियारी कर जहा द्वारा एही परपेंडिकुलार रेखागुड़ीकु इंटरसेक्ट करिबाकु जाउछि एवं सेठारु आमे एही एलिप्स किपरि मूवमेंट करिबो जानिबा पई एक स्थितिरे रहिबु तेणु थरे आमे एही समग्र प्रणाली सहित समाप्त होई गले एक सुगम कर्व एही भी पॉइंट पी पी 2 पी 4 इत्यादि देई जिबा आमे एक एलिप्स निर्माण पई एक अंशरे रहिबु ताहा करिबा परे आमे एही एलिप्स सहित शेष हेबा जदि टांगेंट स्वाभाविक निर्माण करिबाकु आग्रही तेबे आमे परवर्ती क्लास रे देखिबा एही साधारण एवं टैंजेंट किपरि निर्माण हेबो एवं एफ कारण एक एलिप्स सर्वदा फसी भीरु एफ दूरता एवं भीरु एफ एक समान हेबा उचित बोली अनुमान करा जाए सेही एफ उपरे आधार करी आसंतु सेही चित्रकु आम ड्राइंग शीट उपरे करिबा तेणु सर्वप्रथमे एक डायरेक्ट्रिक्स एबी ड्र कर जेउ परिमाप उपरे आमे अनुसरण करिबाकु जाउछु ताहा हेउछि एही सी पॉइंटरु फोकस जहा 70 एवं इसेंट्रिसिटी अनुपात 3 रु चतुर्थ अटे तेणु आसंतु एहाकु ध्यान देबा इसेंट्रिसिटी तीनोटी चतुर्थ एवं डायरेक्ट्रिक्सरु फोकस पाई 70 मिलीमीटर रे रहिबा अनुमान करा जाए तेणु सर्वप्रथमे एक डायरेक्ट्रिक्स लाइन ड्र करंतु एक वर्टिकल डायरेक्ट्रिक्स लाइन जहाकु आमे निर्माण करिबाकु जाउछु आसंतु एहाकु एबी डायरेक्ट्रिक्स किछि ए भଳି बी भଳି किछि नाम देबा तापरे आमकु एक सीसी रेखा निर्माण करिबाकु पड़िबो आसंतु एथिपाई सीसी व्यवहार करिबा एक हॉराइजॉन्टल सीसी आमे व्यवहार करिबाकु जाउछु
ଏକ ହରାଇଜଣ୍ଟାଲ ରେଖା। ଏହାକୁ ସି ଭାବରେ ନାମ ଦିଅ। ଯେକୌଣସି ସ୍ଥାନକୁ ଯାଏ ସି ଆକ୍ସିସ୍। ତେଣୁ ଏହା ସି ପଏଣ୍ଟରେ କୌଣସି ସ୍ଥାନରେ ଦୃଶ୍ୟମାନ ହୁଏ ନାହିଁ। ତେଣୁ ପ୍ରଥମ ପଏଣ୍ଟ ଡାଇରେକ୍ଟ୍ରିକ୍ସ এবি ଏବଂ ସିସି ଡ୍ର କର। ଆମେ ଧ୍ୟାନ ଦେଇଛୁ। ତାପରେ ସିସି ଉପରେ ଏଫ ଚିହ୍ନିତ କର। ଦ୍ୱିତୀୟ ଷ୍ଟେପ୍ ହେଉଛି ଆମକୁ ସି ଚିହ୍ନିତ କରିବାକୁ ପଡ଼ିବ, ଯେପରିକି ସି ଏଫ୍ 70 ମିଲିମିଟର ସହିତ ସମାନ। ସି ହେଉଛି ଏହି ପଏଣ୍ଟ, ଏଫ୍ ହେଉଛି ସେହି ପଏଣ୍ଟ। ତେଣୁ ଆମକୁ ସେହି 70 ମିଲିମିଟରକୁ ଆମ ଡ୍ରଇଂ ସିଟ୍ରେ ଚିହ୍ନିତ କରିବାକୁ ପଡ଼ିବ। ତେଣୁ ଏଠାରେ 70 ମିଲିମିଟର ପଏଣ୍ଟ ଖୋଜ। ତେଣୁ ଏହା ହେଉଛି ଫୋକସ୍ ପଏଣ୍ଟ। ତେଣୁ ଦ୍ୱିତୀୟ ସୋପାନ କରାଯାଇଛି। ତେଣୁ ସି ଏଫ୍ ହେଉଛି 70 ମିଲିମିଟର। ବର୍ତ୍ତମାନ ସି ଏଫ୍ କୁ 7ଟି ସମାନ ଭାଗରେ ବିଭକ୍ତ କର, କାରଣ ଏହି ରେଖାଟି ଭାଗ କରିବା ପାଇଁ 70 ମିଲିମିଟର ସହଜ। ଯଦି ଏହା 60 ମିଲିମିଟର 68 ମିଲିମିଟର ପରି ଭଗ୍ନାଂଶ ଅଟେ, ତେବେ ଆମେ ଏହି ଇନକ୍ଲାଇନ୍ଡ ଲାଇନ୍ ବ୍ୟବହାର କରି ଏହାକୁ ନିର୍ମାଣ କରି ସମାନ ଅଂଶରେ କିପରି ବିଭାଜିତ କରିପାରିବା। ତେଣୁ ଏହି 70 ମିଲିମିଟର 1, 2, 3, 4, 5, 6, 7 ପଏଣ୍ଟ ଖୋଜିବା ଆମ ପାଇଁ ସହଜ। ସି ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥରୁ ଚତୁର୍ଥ ଡିଭିଜନରେ ଭି ଚିହ୍ନିତ କରନ୍ତୁ। ତେଣୁ ଦୂରତା ହେଉଛି 1 ୟୁନିଟ୍, 2ଟି ୟୁନିଟ୍, 3ଟି ୟୁନିଟ୍, ଚତୁର୍ଥ ୟୁନିଟ୍ 40 ମିଲିମିଟର ଏବଂ ଫୋକସ୍ ଠାରୁ କର୍ଭ ପଏଣ୍ଟ ପର୍ଯ୍ୟନ୍ତ ଏହି ପଏଣ୍ଟ ଦେଇ ମୁଭମେଣ୍ଟ କରୁଥିବାରୁ ଏହା 3ଟି ୟୁନିଟ୍ ହେବ, ଯାହା 4ଟି ୟୁନିଟ୍ ହେବ। ତେଣୁ ଆମେ 3ରୁ 4 ୟୁନିଟ୍ ପାଇବାକୁ ଯାଉଛୁ। ଆସନ୍ତୁ ଏହି ପଏଣ୍ଟକୁ ଭି ଭାବରେ ଚିହ୍ନିତ କରିବା। ଏହା ହେଉଛି ଭି ପଏଣ୍ଟ, ଯାହାଫଳରେ ଏଫ ଭି ରୁ ସି ଭି 3ରୁ 4 ୟୁନିଟ୍ ହେବ, ଯାହା 7, 5 ପଏଣ୍ଟ। ତେଣୁ ତୃତୀୟ ପଏଣ୍ଟ ହେଉଛି ଭି ଡ୍ର ପରପେଣ୍ଡିକୁଲାରରେ ଭି ବି ଭି ଏଫ ସହିତ ସମାନ। ତେଣୁ ଭି ବି ଆମକୁ ଡ୍ର କରିବାକୁ ଥିବା ଭି ଏଫ ରେଖା ସହିତ ସମାନ। ସେହି ଉଦ୍ଦେଶ୍ୟ ପାଇଁ ସର୍ବପ୍ରଥମେ ଭି ବି ଭି ଏଫ ସହିତ ସମାନ। ତେଣୁ ସର୍ବପ୍ରଥମେ ଏହି ଦୂରତା ମାପ କରନ୍ତୁ। ଏହି ଭି ବି କୁ ଏହି ସ୍ଥାନକୁ ସ୍ଥାନାନ୍ତର କରନ୍ତୁ। ତେଣୁ ଗୋଟିଏ, 2, 3ଟି ୟୁନିଟ୍। ତେଣୁ ଏଠାରେ 3ଟି ୟୁନିଟ୍। ଆସନ୍ତୁ ଏହାକୁ ନାମ ଦ୍ୱାରା ଡାକିବା। ବି ଗୋଟିଏ, 2, 3ଟି ୟୁନିଟ୍। ଏବଂ ତାପରେ ସିବିରେ ଯୋଗଦେବା। ଆମକୁ ଏହି ସିବି ରେଖାରେ ଯୋଗଦେବାକୁ ପଡ଼ିବ। ଏହା ହେଉଛି ପଏଣ୍ଟ ସି ଏବଂ ଏହା ହେଉଛି ପଏଣ୍ଟ ବି। ଏହା ସମ୍ପୂର୍ଣ୍ଣ ରୂପରେ ବିସ୍ତାର ହୋଇପାରିବ। ତେଣୁ ଆମେ ଚତୁର୍ଥ ପଏଣ୍ଟ ସହିତ ସମାପ୍ତ
ବର୍ତ୍ତମାନ ଏଫ ମାଧ୍ୟମରେ ଏକ 45 ଡିଗ୍ରୀ ଡ୍ର କର। ତେଣୁ ଏଫ ପଏଣ୍ଟ 45 ଡିଗ୍ରୀ ରେଖା ଆମକୁ ଟାଣିବାକୁ ପଡ଼ିବ। ତେଣୁ ଆମର ପ୍ରୋଟ୍ରାକ୍ଟର ବ୍ୟବହାର କର। ଏହାକୁ ରଖ। ଚାଳିଶ 5 ଡିଗ୍ରୀ ଏକ ପଏଣ୍ଟ ଖୋଜ। ଏଠାରେ ଏହି ଧାଡ଼ିରେ ଯୋଡ଼ି ଦିଅ ପଏଣ୍ଟ ସି। ତେଣୁ ଡ୍ରାଫ୍ଟର ମାଧ୍ୟମରେ ଏକ ସଠିକ୍ ରେଖା ପାଇବା ପାଇଁ ଏକ ଅଂଶରେ ରହିବ। ଭି ମାଧ୍ୟମରେ ସାକ୍ଷାତ ହୁଏ। ଯାହା ଆମକୁ ହୁଏ। ତେଣୁ ଆମକୁ 45 ଡିଗ୍ରୀରେ ଏକ ରେଖା ଡ୍ର କରିବାକୁ ପଡ଼ିବ। ତେଣୁ ଫୋକସ୍ ପଏଣ୍ଟ ଆମେ ଏହି ପଏଣ୍ଟ ପରି କିଛି ଖୋଜୁ। ଠିକ ଅଛି। ଏଫରୁ ସେହି ପଏଣ୍ଟ ମାଧ୍ୟମରେ ଏହି ଦୁଇଟି ରେଖା ଡ୍ର କରିବା। ଏଠାରେ କୌଣସି ସ୍ଥାନକୁ ଇଣ୍ଟରସେକ୍ଟ କରିବାକୁ ଯାଉଛି। ବର୍ତ୍ତମାନ ଏହି କ୍ଷେତ୍ରରେ ବାକ୍ସ ବାହାରେ। ଆସନ୍ତୁ ଏହାକୁ ତଳକୁ ଟାଣନ୍ତୁ। ତେଣୁ ସେଠାରେ କୌଣସି ସ୍ଥାନକୁ ଇଣ୍ଟରସେକ୍ଟ କରିବାକୁ ଯାଉଛି। ତେଣୁ ଏହି ଡ୍ରଇଂ ସିଟ୍ ସହିତ ଯତ୍ନବାନ ହେବାକୁ ପଡ଼ିବ। ତେଣୁ ଏହା ଏହି ସମୟରେ କୌଣସି ସ୍ଥାନକୁ ଇଣ୍ଟରସେକ୍ଟ କରିବାକୁ ଯିବ। ଥରେ ଆମେ ଜାଣିବା ଯେ ପଏଣ୍ଟଗୁଡ଼ିକ ଆମେ ଡିକୁ ଖୋଜିବୁ। ଏଠାରେ ଡ୍ରପ୍ ଭର୍ଟିକାଲ ଜିନିଷ ପକାଇବା। ଯାହା ଫଳରେ ଆମେ ନିର୍ମାଣ କରିବାକୁ ଏକ ଅଂଶରେ ରହିବୁ। ସେହି ଭି କେଉଁଠାରେ ଅଛି। ତେଣୁ ଏକ ବଡ଼ ଏଲିପ୍ସ ଯାହା ଏହି ଉପାୟରେ ପାସ୍ କରେ। ଆମେ ତାହା ନିର୍ମାଣ କରିବାକୁ ଯାଉଛୁ। ତେଣୁ ଆମେ 5 ନମ୍ବରରେ ଅଛୁ। ଯେଉଁଠାରେ ଆମେ 45 ଡିଗ୍ରୀ ରେଖା ଅଙ୍କନ କରିଛୁ। ଏହା ଏଫ ପଏଣ୍ଟରୁ 45 ଡିଗ୍ରୀ ରେଖା ଏବଂ ପୂର୍ବରୁ ଆମେ ଭି ଏଫ କୁ ବି ସହିତ ସମାନ କରିସାରିଛୁ। ଯାହା ଫଳରେ ସି ରୁ ଏକ ରେଖା ବି ପର୍ଯ୍ୟନ୍ତ ଆମେ ଏହାକୁ ବିସ୍ତାର କରିଛୁ ଏବଂ ଫୋକସ୍ ପଏଣ୍ଟରୁ 45 ଡିଗ୍ରୀରେ ଏକ ରେଖା ଯାହା ଦ୍ୱାରା ଡି ରେ ଇଣ୍ଟରସେକ୍ଟ ହେବାକୁ ଯାଉଛି। ଥରେ ଆମେ ଏହି ଡି ପଏଣ୍ଟ ଇଣ୍ଟରସେକ୍ସନ ପଏଣ୍ଟ ଜାଣିବା ପରେ ଡି ରୁ ଏକ ପରପେଣ୍ଡିକୁଲାର ଡ୍ରପ୍ କରନ୍ତୁ ଏକ ହରାଇଜଣ୍ଟାଲ ରେଖା ପର୍ଯ୍ୟନ୍ତ ଯେଉଁଠାରେ ସି ଓ ଭି ମିଳିତ ହୁଏ। ତେଣୁ ଭି ହେଉଛି ଏହି ଏଲିପ୍ସର ଗୋଟିଏ ଶେଷ। ଭି ହେଉଛି ଏକ ଏଲିପ୍ସର ଅନ୍ୟ ଏକ ଶେଷ। ଯଦି ଆମେ ଏକ ଏଲିପ୍ସ ଡ୍ରଇଂ ତେବେ ଏହା ଏହି ପଏଣ୍ଟଗୁଡ଼ିକ ଦେଇ ଯାଇଥାଏ। ଥରେ ଆମେ ଭି ଏବଂ ଭି ଜାଣିବା ପରେ ଆମେ ଇଣ୍ଟରସେକ୍ସନ ପଏଣ୍ଟ କରିପାରିବା ଯାହା ଦ୍ୱାରା ଏକ ପରପେଣ୍ଡିକୁଲାର ବାଇସେକ୍ଟର ଓ ରେ ସାକ୍ଷାତ ହୁଏ। ତେଣୁ ଏହା ହେଉଛି ସେହି ଏଲିପ୍ସର ସେଣ୍ଟର। ଦୁଇଟି ଫସି ଆମେ ସର୍ବଦା ଭିରୁ ଏଫ ଏବଂ ଓ କୁ ସେଣ୍ଟର କରିବାକୁ ଯାଉଛୁ। ତେଣୁ ପୁନର୍ବାର ଏହି ନୂତନ ପଏଣ୍ଟ ଏଫ ସହିତ ସମାନ। ଯେଉଁଠାରେ ଅନ୍ୟ ଏକ ଫୋକସ୍ ଏହାକୁ ଖୋଜିପାରିବ। ଅନ୍ୟ ଉପାୟ ହେଉଛି ଭିରୁ ଏଫର ଦୂରତା ଯାହା ବି ଅଛି ସମାନ। ଅନ୍ୟ ଏକ ଫୋକସ୍ ଆମେ ଏହାକୁ ପାଇବାକୁ ଯାଉଛୁ। ଏହି ସ୍ଥିତିରେ
तेणु फोकस पॉइंट पुणी सही स्थान रे रहिबो। थरे आमे एही रेखागुड़िकु परिभाषित करिबा। चालंतु एही कर्भर अधा अंशकु देखिबा। थरे आमे जानिबा एही वक्र उपरे गोटिए 2, 3 एवं 4, 5 प्रकारर पॉइंट खोज। गोटिए दुईटीर दूरता व्यवहार कर जहा फोकाल पॉइंट एफ ठारू दूरता हेउ। एक आर्क तियारी करिबाकु चेष्टा कर जहा जाउछि। एहाकु कट करंतु। आसंतु एहाकु गोटिए डाकिबा। समान भावरे अन्य पार्श्वरे एकक कट करिबा। तेणु एही पॉइंट गुड़िकर नाम दियो पी गोटिए एवं पी गोटिए भावरे समान भावरे 2 रु 2 दूरता एवं एफ जेपरी एक आर्क तियारी करे। तेणु एहाकु पी 2 भावरे डाकंतु। समान भावरे एठारु 2 धाड़ी पर्यंत अन्य एक आर्क तियारी करंतु। तेणु जदि आमे एही रेखागुड़िकु विस्तार करू एही समयरे इंटरसेक्ट हेबाकु जाउछि। तेणु एहा हेउछि पी 2 टी एवं एही गोटिए पी 2 टी। आमे केते पॉइंट पाइबाकु जाउछु ताहा उपरे आधार करी जदि आमे एही वर्टिकल रेखा ड्राइंग करिबाकु आहुरी अनेक पॉइंट भाग करिबाकु जाउछु आमर आहुरी अनेक पॉइंट रही पारे। केवल गोटिए जिनिस एही स्थानरु आमकु मार्क करिबाकु पड़िबो। फोकस पॉइंट रु एही दूरता कोन एक आर्क तियारी करिबा। समान भावरे एही बिंदुरु एही वर्टिकल डिस्टेंस कोन सेही भूलंब दूरता व्यवहार करंतु। एक आर्क तियारी करंतु जहा फलरे आमे एही पॉइंट गुड़िकु चिन्हित करिबा पई एक अंशरे रहिबु। एही उद्देश्य पई आमे एक फ्रीहैंड कर्व हेबाकु जाउछु। जणे फ्रेंच कर्व मध्य व्यवहार करि परिबो। जदि आमे एक फ्रीहैंड वक्र तियारी करू एहा एक एलिप्स सृष्टि करे जहा सेठारे ट्रैक करे एवं पुनर्बार भी गोटिए पॉइंट देई पास करे एवं फेरी आसे। एही उपायटी हेउछि एही एलिप्स निर्माण करिबा। जदि आमे एही प्रणाली सहित जिबा तेबे आमे एठारे एलिप्सर एक अंश निर्माण करिछु। परिशेषरे आमे एही एलिप्स निर्माण करिबु। जे कोनोसी एलिप्स पई आपण दूरता कोन फोकस रु एक पॉइंट बाछंतु। आसंतु एहाकु एही क्षेत्ररे 3टी एवं पॉइंटरु डायरेक्ट्रिक्स सी को डाकिबा। एही क्षेत्ररे 4टी। तेणु एठारे इसेंट्रिसिटी 3 रु चतुर्थ। जदि एहा अन्य एक फैक्टर स्लैश कारक परी किछि गोटिए रु कम जे कोनोसी ई आमे एक एलिप्स पाई थाउ। एही क्षेत्ररे आमे 3टी चतुर्थ व्यवहार करिछु। जदि अधा सहित समान तेबे अधा परी किछि मध्य व्यवहार करि परिबा। 3टी चतुर्थ अनुपात 0.75 तियारी करे। तेणु गोटिए 2टी अनुपातर अर्थ हेउछि आमकु एहाकु अंशरे परिणत करिबाकु पड़िबो। सर्वप्रथमे सेही अंशरे सेही अंशकु गोटिए भागरे खोज। तापरे समान प्रणाली सहित जान्तु। आमे अन्य एक एलिप्स पाइबु। एहा हेउछि जे कोनोसी जेनेराल एलिप्स एहाकु निर्माण करिबा पई एक अंशरे रहिबो। परवर्ती क्लास रे आमे कॉन्सेंट्रिक सर्कल मेथड विषय जानिबा एवं सेठारे ओबलंग मेथड परे। आपणकु बहुत धन्यवाद।